ଏକ କଟୁ ସତ୍ୟ। ମଣିଷ ମରିଗଲେ ତାଙ୍କ ଶେଷ ଯାତ୍ରାରେ ଲୋକେ ଦୂର ଦୂରାନ୍ତରୁ ଆସି ଯୋଗ ଦେଇଥାନ୍ତି, କିନ୍ତୁ ସେହି ମଣିଷ ବଞ୍ଚିଥିବା ବେଳେ ଟିକିଏ ସାହାଯ୍ୟ କରିବାକୁ କହିଲେ ସମସ୍ତେ ଦୂରେଇ ଯାଆନ୍ତି। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଜୀବନ ପାଇଁ 10ଟି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଆସନ୍ତୁ ଜାଣିବା। ଜୀବନରେ ଖାଲି ପେଟ ଓ ଖାଲି ପକେଟ ମଣିଷକୁ ସବୁଠାରୁ ବଡ଼ ଶିକ୍ଷା ଦେଇଥାଏ। ହସିବା ଶିଖନ୍ତୁ, କାରଣ କାନ୍ଦିବା ତ ଜନ୍ମ ସମୟରେ ମଣିଷ ଶିଖିଥାଏ। ଯେତେ ଦାମୀ ଗାଡ଼ିରେ ବୁଲନ୍ତୁ ନା କାହିଁକି, ଶେଷ ଯାତ୍ରା କେବଳ ବାଉଁଶର କୋକେଇରେ ହିଁ ହୁଏ। ରାଗରେ କେବେ ନିଷ୍ପତ୍ତି ନିଅନ୍ତୁ ନାହିଁ, ଏହା ପରେ ଅସୁବିଧାର କାରଣ ହୁଏ। ପିତାମାତାଙ୍କ ଆଶୀର୍ବାଦ ହେଉଛି ଜୀବନର ସବୁଠାରୁ ବଡ଼ ଧନ। ଜୀବନରେ ଏକା ଚାଲିବା ଶିଖନ୍ତୁ, କାରଣ ସମ୍ପର୍କ ଯେତେ ସତ୍ୟ ହେଉ ଦିନେ ନା ଦିନେ ସିଏ ସାଥ ଛାଡ଼ି ଦେଇଥାଏ। ମଣିଷର ସବୁଠାରୁ ଭଲ ସାଥୀ ହେଉଛି ତା'ର ସ୍ୱାସ୍ଥ୍ୟ। ଅହଙ୍କାର ମଣିଷର ସବୁଠାରୁ ବଡ଼ ଶତ୍ରୁ। ସତ୍ୟ ଓ ସତ୍ କର୍ମ ସର୍ବଦା ମଣିଷକୁ ସମ୍ମାନ ଦେଇଥାଏ। ଅନ୍ୟକୁ ସମ୍ମାନ ଦିଅନ୍ତୁ, ତେବେ ନିଜେ ମଧ୍ୟ ସମ୍ମାନ ପାଇବେ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଯଦି ଆପଣ ଅତ୍ୟଧିକ ଶୋଉଛନ୍ତି, ତେବେ ସାବଧାନ, ଏହିସବୁ କଥାଗୁଡ଼ିକ ନିଶ୍ଚୟ ଜାଣନ୍ତୁ। ସୁସ୍ଥ ଶରୀର ପାଇଁ ଭଲ ନିଦ ଜରୁରୀ ହୋଇଥାଏ। ରାତିର ଭଲ ନିଦ ଶରୀର ଏବଂ ମନକୁ ସତେଜ କରିଥାଏ, କିନ୍ତୁ ଅତ୍ୟଧିକ ଶୋଇବା ମାନସିକ ଏବଂ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହା ମୋଟାପଣ, ଡାଇବେଟିସ୍, ହାଇ ବ୍ଲଡ଼ ପ୍ରେସର ଏବଂ ହୃଦରୋଗର ଆଶଙ୍କା ବଢ଼ାଇପାରେ। ଅତ୍ୟଧିକ ଶୋଇବା ଦ୍ୱାରା ହୋଇପାରେ ଡିପ୍ରେସନ୍। ଅନିଦ୍ରା ହେଉଛି ଡିପ୍ରେସନର ଏକ ସାଧାରଣ ଲକ୍ଷଣ। ଅତ୍ୟଧିକ ଶୋଇବା ଦ୍ୱାରା ଓଜନ ବୃଦ୍ଧି ହୋଇପାରେ। ଅତ୍ୟଧିକ ନିଦ୍ରା ଏବଂ ପର୍ଯ୍ୟାପ୍ତ ନିଦ୍ରା ଉଭୟ ବ୍ଲଡ଼ ସୁଗାର ସ୍ତରକୁ ବୃଦ୍ଧି କରିପାରେ। ଅତ୍ୟଧିକ ଶୋଇବା ଦ୍ୱାରା ହୃଦରୋଗ ଏବଂ ଷ୍ଟ୍ରୋକ୍ର ଆଶଙ୍କା ଅନେକ ଗୁଣ ବୃଦ୍ଧି ପାଏ। ଏକ କଟୁ ସତ୍ୟ। ମଣିଷ ମରିଗଲେ ତାଙ୍କ ଶେଷ ଯାତ୍ରାରେ ଲୋକେ ଦୂର ଦୂରାନ୍ତରୁ ଆସି ଯୋଗ ଦେଇଥାନ୍ତି, କିନ୍ତୁ ସେହି ମଣିଷ ବଞ୍ଚିଥିବା ବେଳେ ଟିକିଏ ସାହାଯ୍ୟ କରିବାକୁ କହିଲେ ସମସ୍ତେ ଦୂରେଇ ଯାଆନ୍ତି। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଜୀବନ ପାଇଁ 10ଟି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଆସନ୍ତୁ ଜାଣିବା। ଜୀବନରେ ଖାଲି ପେଟ ଓ ଖାଲି ପକେଟ ମଣିଷକୁ ସବୁଠାରୁ ବଡ଼ ଶିକ୍ଷା ଦେଇଥାଏ। ହସିବା ଶିଖନ୍ତୁ, କାରଣ କାନ୍ଦିବା ତ ଜନ୍ମ ସମୟରେ ମଣିଷ ଶିଖିଥାଏ। ଯେତେ ଦାମୀ ଗାଡ଼ିରେ ବୁଲନ୍ତୁ ନା କାହିଁକି, ଶେଷ ଯାତ୍ରା କେବଳ ବାଉଁଶର କୋକେଇରେ ହିଁ ହୁଏ।